ବୈତରଣୀ ପ୍ରେସ୍ କ୍ଲବର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୋରୁମୁଙ୍ଗାଠାରେ ବୈତରଣୀ ପ୍ରେସ୍ କ୍ଲବର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବରେ ସାମାଜିକ ଉନ୍ନୟନ ସଂସ୍ଥାର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ସାହୁ ଯୋଗ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବରେ ଶ୍ରୀ ବିଦ୍ୟାବାଟିକା ନିର୍ଦ୍ଦେଶକ ଅନିଲ ଚାଉଡ଼ା, ଅବସରପ୍ରାପ୍ତ ଆୟୁର୍ବେଦ ଡାକ୍ତର ଲାଲମୋହନ ଗିରି, ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରେମାନନ୍ଦ ମହାନ୍ତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ ଯୋଗ ଦେଇଥିଲେ। ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ଅତିଥିମାନଙ୍କ ଦ୍ୱାରା ମା ତାରିଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜା କରାଯାଇଥିଲା। ବୈତରଣୀ ପ୍ରେସ୍ କ୍ଲବର ସଭାପତି ଶାନ୍ତନୁ କୁମାର ବେହେରାଙ୍କ ଦ୍ୱାରା ମଞ୍ଚ ପରିଚାଳନା କରାଯାଇ ଅତିଥି ପରିଚୟ କରାଯିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ବୈତରଣୀ ପ୍ରେସ୍ କ୍ଲବ ସଦାସର୍ବଦା ନିରପେକ୍ଷ ଭାବରେ ଖବର ସଂଗ୍ରହ କରିବା ସହିତ ସାମାଜିକ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅତିଥିମାନେ ପ୍ରେସ୍ କ୍ଲବର ସମସ୍ତ ସଦସ୍ୟଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଦୀର୍ଘଜୀବୀ କାମନା କରିଥିଲେ। ମୋ ନାଁ ଶ୍ରୀ ଗୋପୀନାଥ ସାହୁ, ମୁଁ ତୋରୁମୁଙ୍ଗା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ସାର୍, ଏଠାରେ ଆଜି ଯେଉଁ ବୈତରଣୀ ପ୍ରେସ୍ କ୍ଲବର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି, ୟାକୁ ନେଇ କ'ଣ କହିବେ? ଆମର ବୈତରଣୀ ପ୍ରେସ୍ କ୍ଲବ ତରଫରୁ 3 ବର୍ଷ ହେଲା ଏ ବାର୍ଷିକ ସମ୍ମିଳନୀ ଆୟୋଜନ କରାଯାଉଛି। ଏହା ଖୁବ୍ ଉତ୍ସାହଜନକ ଏବଂ ଏହାଦ୍ୱାରା ସବୁ ସାମ୍ବାଦିକମାନଙ୍କ ସହିତ ଆମର ପରିଚୟ ହୋଇପାରୁଛି ଏବଂ ସେମାନଙ୍କୁ ଆମର ସାଧାରଣତଃ ଏହି ଅଞ୍ଚଳର ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ଆମେ ଅବଗତ କରିବାର ସୁଯୋଗ ପାଉଛୁ। ସାମ୍ବାଦିକ ବନ୍ଧୁମାନେ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେମାନେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ସହି ଜୀବନକୁ ବାଜି ଛଡ଼ାଇ ବିଭିନ୍ନ ପ୍ରକାର ତଥ୍ୟ ଆଣିକି ଲୋକମାନଙ୍କୁ ଯେଉଁ ଯୋଗାଉଛନ୍ତି, ସେଇଟା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଜିନିଷ ଏବଂ ସେହି ଅନୁସାରେ ତାଙ୍କୁ ପାରିଶ୍ରମିକ ଦିଆଯାଇ ପାରୁନାହିଁ ଏବଂ ସେମାନେ ଭୋକ ଉପାସରେ ପଡ଼ି ବିଭିନ୍ନ ପ୍ରକାର ଯେଉଁ ସମାଜ ପାଇଁ କାର୍ଯ୍ୟ କରୁଛନ୍ତି, ସେଇଟା ଖୁବ୍ ପ୍ରେରଣାଦାୟକ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବୈତରଣୀ ପ୍ରେସ୍ କ୍ଲବ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲା। ଜଣେ ଦିବ୍ୟାଙ୍ଗ ହୋଇ 2100 କିଲୋମିଟର କେଦାରନାଥକୁ ସାଇକେଲ ଯାତ୍ରା କରି ବିରଳ ରେକର୍ଡ ସୃଷ୍ଟି କରିଥିବା ଚେମେଣା ଗ୍ରାମର କମଳାକାନ୍ତ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବାଉଁଶୁଳି ଗ୍ରାମର ଅସହାୟ ବାଳକ ଉତ୍ତମ କୁମାର ମହାନ୍ତ, ପଦ୍ମକେଶ୍ୱରପୁରର ଅସହାୟ ବାଳକ ଲକ୍ଷ୍ମୀଧର ମୁଣ୍ଡାଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଇଥିଲା। ଖରା ବର୍ଷା ଶୀତକୁ ଖାତିର ନ କରି ନିରବଚ୍ଛିନ୍ନ ଭାବରେ ଖବରକାଗଜ ବିତରଣ କରୁଥିବା ଖିରେଇ ଟାଙ୍ଗିରି ଗ୍ରାମର ଭରତ ଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈତରଣୀ ପ୍ରେସ୍ କ୍ଲବ ଗଠନ କରାଯିବାଠାରୁ ସମ୍ପୂର୍ଣ୍ଣ ଭାବରେ ପ୍ରେସ୍ କ୍ଲବରେ ଜଡ଼ିତ ରହି ସହଯୋଗ କରିଆସୁଥିବା ଜଣେ ସମାଜସେବୀ ତଥା ଶିକ୍ଷାବିତ୍ ରମେଶ ଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଅବସରପ୍ରାପ୍ତ ସେନା ଅଧିକାରୀ ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ଶରତ ଜ୍ୟୋତି କରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କମଳାକାନ୍ତ ମହାନ୍ତ, ମୋ ଘର ଚେମଣା। କେଉଁଥିପାଇଁ ଆପଣ ସମ୍ବୋଧିତ ହୋଇଛନ୍ତି? ଓଡ଼ିଶାଠୁ କେଦାରନାଥ ସାଇକେଲ ଯାତ୍ରା କରିଥିବା। ଜର୍ଣ୍ଣି ଆପଣଙ୍କର କିଭଳି ଭାବରେ ଥିଲା? ଜର୍ଣ୍ଣି ଭଲ ଥିଲା। ଏବେ ତ ବହୁତ ସାରା ଟୁରିଷ୍ଟ ଓଡ଼ିଶାରୁ ଯାଇଛନ୍ତି। ପ୍ରଥମ ଗତ ବର୍ଷ ଥିଲା ହିଁ ଓଡ଼ିଶାରୁ ଯାଇଥିଲି। ଅସୁବିଧା ବହୁତ ହେଇଥିଲା, ଦେହ ଖରାପ ବି ହେଇଥିଲା 2-3 ଦିନ। 27 ଦିନରେ ଗୁପ୍ତକୁ ଆସି ପହଞ୍ଚିକିନା ରେଷ୍ଟ ନେଇକିନା 10 ମିନିଟ୍ ଖୋଲା ଦିନ ଦର୍ଶନ କରିଥିଲି। ତାପରେ ସେକେଣ୍ଡ ଟୁର୍ କରିବାକୁ ଯାଉଥିଲି ନା ଫୋନ୍ ଚୋରି ହେଇଥିଲା, ବନ୍ଦ ଅଛି, ନହେଲେ 2025ରେ କେଦାରନାଥ ଆଉ ଥରେ ସାଇକେଲିଂ ଯାତ୍ରା କରିଥାନ୍ତି। ଲକ୍ଷ୍ୟ ଅଛି, ଫୋନ୍ ଚୋରି ହେଇଥିଲା ବରଗଡ଼ ଡିଷ୍ଟ୍ରିକ୍ଟରେ ଯେତେବେଳେ ଓଡ଼ିଶା ଟୁର୍ରେ ଥିଲି। ସେକେଣ୍ଡ ଟାଇମ୍ ଆଉ ଥରେ ଲକ୍ଷ୍ୟ ଅଛି, ଦେଖିବା ହେବ ଯଦି ଭଗବାନ ଶାନ୍ତି ଦେବେ। ଆଚ୍ଛା, ଗଲାବେଳେ ବାଟରେ ସେମିତି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଛି? ତୁମ
कला बेस किसी होना ओडिशा जो टूर थी गणेश पूजा दिन बरगढ़ डिस्ट्रिक्ट नेशनल हाईवे खाऊा टाइम बहुत दुख लगा ओडिशा राज्य शेषरे बैतरणी प्रेस क्लब्र संपादक वासुदेव सिंह धन्यवाद अर्पण करी वार्षिक उत्सव को परिसमाप्ति घोषणा करथिले। बैतरणी प्रेस क्लब्र उपसभापति तापस कुमार साहू, देवानंद महांत, रमेश चंद्र नायक, बलराम सेठी वार्षिक उत्सव रे उपस्थित रहिथिले। स्थानीय श्री विद्याबाटिकार समस्त शिक्षयित्री एवं कर्मचारी संपूर्ण सहयोग करथिले। केन्दुझररू देवानंद महांतଙ୍କ रिपोर्ट एबी न्यूज।